नमस्कार शुभ सकाळ ଏହି ସୁନ୍ଦର ସୌମ୍ୟ ସକାଳରେ ଆମେ ଆଜି ଆଲୋଚନା କରିବାକୁ ଯାଉଛନ୍ତି ଏକ ସୁନ୍ଦର ଆଲୋଚ୍ୟ ବିଷୟବସ୍ତୁ ସଂକଳ୍ପ ହିଁ ସାଧନାର ସେତୁବନ୍ଧ। ତେଣୁ ସେହି ସଂକଳ୍ପ ତାରି ଉପରେ ଆମେ ଆଲୋଚନା କରିବାକୁ ଯାଉଛନ୍ତି। ସଂକଳ୍ପ ହିଁ ସାଧନାର ସେତୁବନ୍ଧ। ଆମେ ଜାଣିଛୁ ଆମେ ସଂକଳ୍ପ କରନ୍ତି, ବିଭିନ୍ନ ସମୟରେ ସଂକଳ୍ପ କରନ୍ତି, କେତେବେଳେ ପଜିଟିଭ ନେଇକରି, କେତେବେଳେ ସକାରାତ୍ମକତାକୁ ନେଇକରି, କେତେବେଳେ ନକାରାତ୍ମକତାକୁ ନେଇକରି, କିନ୍ତୁ ଆମେ ସଂକଳ୍ପ କେତେବେଳେ କରୁ ହିଁ କରୁ। ଏହି ସଂକଳ୍ପ ମୁଁ କରୁଛି, ଆଜି ଏଇ ଜିନିଷ ମୁଁ କରିଦେବି, ଏହି ସଂକଳ୍ପ କରୁଛି। ମନ୍ଦିର ପ୍ରତିଷ୍ଠା ବେଳେ ଆପଣ ସଂକଳ୍ପ କରୁଛନ୍ତି, ଘର ପ୍ରତିଷ୍ଠାରେ ସଂକଳ୍ପ କରୁଛନ୍ତି, ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି ସଂକଳ୍ପ କରୁଛନ୍ତି, ବ୍ୟବସାୟ କରୁଛନ୍ତି ସଂକଳ୍ପ କରୁଛନ୍ତି, ନ ଖାଇ ନ ପିଇ ତାକୁ ସଂକଳ୍ପ କରିବାରେ ଆମେ ବ୍ୟସ୍ତ। କିନ୍ତୁ ବାସ୍ତବରେ ଆମେ ଜାଣିନୁ ସଂକଳ୍ପ କ'ଣ ପାଇଁ କରାଯାଏ ଏବଂ ସଂକଳ୍ପର ଉତ୍ସ ହେଉଛି କ'ଣ ଆମେ ଜାଣିନୁ। କିନ୍ତୁ ସଂକଳ୍ପ କରାଯାଏ କାରଣ ଆମକୁ ଆମର ପାଖରେ ଥିବା ପୁରୋହିତ, ଯାହାକୁ ଆମେ ବ୍ରାହ୍ମଣ ବୋଲିକରି ଭାବୁଛୁ, ସେ ଆମକୁ ଯେମିତି ଉପଦେଶ ଦେଇଥାନ୍ତି ସେଇଭଳି ଆମେ ଚାଲୁଥାଉ। କାରଣ ବ୍ରାହ୍ମଣର ସଂଜ୍ଞା ହେଉଛି ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ। ସିଏ ତାକୁ ଛାଡ଼ିକରି ସେମାନେ ଯେଉଁ ଟାଇପ୍ର ଯେଉଁ ପ୍ରକାରରେ ଆପଣଙ୍କୁ ଉପଦେଶ ଦେଉଛନ୍ତି, ତେଣୁ ଆପଣ ତା ଦ୍ୱାରା ଚଳୁଛନ୍ତି। କିନ୍ତୁ ଯଦି ତାଙ୍କ ଆଉ ଟିକେ ଉପରକୁ ଯାଇ ଯଦି ସମସ୍ତେ ଜାଣୁଛନ୍ତି, ସେଇ ବେଦବେତ୍ତା ବ୍ରାହ୍ମଣ ଭଗବାନଙ୍କୁ ଜାଣିଥିବା, ପରମେଶ୍ୱରଙ୍କୁ ଜାଣିଥିବା, ଭଗବାନ ନିଜେ ପରମେଶ୍ୱର ଯିଏକି ହେଉଛନ୍ତି ଶ୍ରେଷ୍ଠ ବ୍ରାହ୍ମଣ, ତାଙ୍କର ଆଗରେ ତାଙ୍କରି ଇଚ୍ଛାକୁ ଯଦି ଆମେ ପରିପୂର୍ଣ୍ଣ କରନ୍ତେ, ତାହେଲେ ହୁଏତ ଜୀବନର ଅର୍ଥ, ଜୀବନର ମୂଲ୍ୟ, ଜୀବନର ଭାବବୋଧ, ଜୀବନର ଭାବାବେଗ, ଜୀବନର ସବୁକିଛି ବଦଳି ଯିବାକୁ ଚେଷ୍ଟା କରନ୍ତା ଏବଂ ବଦଳି ଯାଆନ୍ତା ମଧ୍ୟ। ତେଣୁ ଆମେ ଆଜି ଅନ୍ତତଃ ସେଇ ସଂକଳ୍ପ ଉପରେ ଚେଷ୍ଟା କରିବା। ସେଇ ସଂକଳ୍ପ ମୁଁ ସଂକଳ୍ପ କରିଛି ଯେ ଆଜି ଏ କାମ କରିବି, ଯଦି ଭଗବାନଙ୍କୁ ଦେଖା ନ ପାଏ ତାହେଲେ ମୁଁ ସଂକଳ୍ପରୁ ନିଶ୍ଚିତ ଭାବରେ ଉଠିବି ନାହିଁ, ମୁଁ ଚାଲିକରି ଯିବି। ତେଣୁ ସେ କାହାଣୀଟି ମଧ୍ୟ ମନେ ପଡ଼େ, ଆପଣମାନେ ଜାଣିଥିବେ, ବୁଝିଥିବେ, ଦେଖିଥିବେ। ବୁଢ଼ୀ ଲୋକଟି ବସିଛନ୍ତି, ଯାଇକରି ମନ୍ଦିର ସାମ୍ନାରେ ବସିଛନ୍ତି, ଯାଇକରି କହୁଛନ୍ତି ଜଗାରେ ତୁ ମୋ ପାଖକୁ ଆସୁ, ତ ମୁଁ ଯାଇପାରିବିନି, ସଂକଳ୍ପ କରୁଛି ମୁଁ ଯାଇପାରିବିନି, ଖରା ପ୍ରବଳ ଖରା ତାତି ଯାଉଛି, ବସୁଛନ୍ତି। ଜଣେ ଯାଇକରି ପହଞ୍ଚୁଛନ୍ତି, ସହାୟତା କରୁଛନ୍ତି, ମା ତୁ ଯଦି ଯିବାକୁ ଚାହୁଁଛୁ ଆ, ମୁଁ ବି ମନ୍ଦିର ଭିତରକୁ ଯାଉଛି, ସମୟ ହେଉଛି ଯାଉଛି। କିଛି ବାଟ ଯାଇଛନ୍ତି, ହାତ ଧରିକରି ଚାହିଁକରି ଯାଉଛନ୍ତି, 22 ପାହାଚ ଉପରେ ବସି ଯାଉଛନ୍ତି, ଖରା ତାତି ବସିବାର ସମ୍ଭାବନା ନାହିଁ, ତାରି ଭିତରେ ବସୁଛନ୍ତି, ସେଠି ବସି ଯାଉଛନ୍ତି। ମା ଯିବା ନାଇଁ, ମୁଁ ସଂକଳ୍ପ କରିଛି ଭଗବାନ ମୋ ପାଖକୁ ଆସିବେ, ମୁଁ ଭଗବାନଙ୍କ ପାଖକୁ ଯିବି ନାହିଁ। ତାହା ହିଁ ମଧ୍ୟ ହେଉଛି। ଭଗବାନ କିଛି ସମୟ ପରେ ଆସୁଛନ୍ତି ଗୋଟେ ଛୋଟ ପିଲା ରୂପରେ। ସେଇ ଯେଉଁ ହାତରେ ନେଇଥିବା ଚନ୍ଦନ ଗୁଡ଼ିକ ତାଙ୍କ ମୁଣ୍ଡରେ ଲଗେଇ ଦେଉଛନ୍ତି। ଏ ଦୃଶ୍ୟ ଦେଖି ସାରିକରି ଦେଇକରି ଯାଉଥିଲେ, ସେ ଯାଉଛନ୍ତି, ଭିତରେ ଯାଇ ଦେଖିଲା ବେଳକୁ ପ୍ରକୃତରେ ବି ବାସ୍ତବ ସ୍ଥିତି ସରିଯାଉଛି, ମନ୍ଦିର ବନ୍ଦ ହେବ। କିନ୍ତୁ ତାରି ଭିତରେ ଦେଖୁଛନ୍ତି ବଳିଆର ପାଖରେ ଜଗନ୍ନାଥ, ସୁଭଦ୍ରାଙ୍କ ପାଖରେ ସେଇ ଜଗନ୍ନାଥ ନାହିଁ, ନଇଁ ଯାଉଛି। ବୁଢ଼ୀଟିଏ ତାଙ୍କ ମୁଣ୍ଡରେ ଚନ୍ଦନ ଲଗେଇ ଦେଉଛି। ସେ ଦୃଶ୍ୟ ଦେଖୁଛନ୍ତି, ଆଖି ବୁଜି ପୁଣି ଥରେ ଦେଖିଲା ବେଳକୁ ସେଇ ଜଗନ୍ନାଥ ମୁଣ୍ଡରେ ସେଇ ଚନ୍ଦନ। କି ଦୃଶ୍ୟ, କି ଚମତ୍କାର! ସଂକଳ୍ପ ପରିପୂର୍ଣ୍ଣ ହୁଏ ଯଦି ହ୍ୟୁମାନ୍ ୱିଲ୍ ତାକୁ ଓହ୍ଲାଇ ଆସନ୍ତି, ଯଦି ସଂକଳ୍ପରେ ପବିତ୍ରତା ଥାଏ, ସଂକଳ୍ପରେ ଯଦି ସତ୍ୟତା ଥାଏ, ସଂକଳ୍ପରେ ଯଦି ଦୃଢ଼ ଭିତ୍ତି କିଛି ଥାଏ, ନିଶ୍ଚିତତା ଥାଏ, ଯଦି ପବିତ୍ରତା ଥାଏ, ତାହେଲେ ଭଗବାନ ମଧ୍ୟ ଓହ୍ଲାଇ ଆସନ୍ତି। ସେଇଠି ମଧ୍ୟ ଜାଣୁଛନ୍ତି, ସେଇ ସଂକଳ୍ପ କରିଛନ୍ତି। ଆପଣମାନେ ଜାଣିଛନ୍ତି, ଅଭିମନ୍ୟୁ ମରିଗଲା ପରେ ଅର୍ଜୁନର ସଂକଳ୍ପକୁ ଆପଣ ନେଇକି ଦୋହରେଇଛନ୍ତି, ଦେଖିଛନ୍ତି। ତେଣୁ ସେ ସଂକଳ୍ପ ଭିତରେ ସେଇ ଜିନିଷ ଥିଲା, କାଲି ସନ୍ଧ୍ୟା ପୂର୍ବରୁ ମୁଁ ଯଦି ମାରିବିନି ଜୟଦ୍ରଥକୁ, ତାହେଲେ ମୁଁ ଅଗ୍ନି ସମାଧି ନେଇଯିବି। ସେତେବେଳେ କୃଷ୍ଣ ବୁଝାଉଛନ୍ତି, ଆପଣମାନେ ଜାଣିଛନ୍ତି, ସୂର୍ଯ୍ୟଙ୍କୁ ବନ୍ଦ କରିବାକୁ ପଡ଼ିଲା ଚକ୍ର ଦ୍ୱାରା ଦେଇକରି। ସମାଧି ତିଆରି ହେଲା, ସମାଧି ନେବା ପାଇଁ ଯେତେବେଳେ ଅଗ୍ନିର ବିଛଣା ତିଆରି ହେଲା, ତାରି ଉପରେ ଶୋଇବାକୁ ଯାଉଛନ୍ତି, ତାକୁ ଦେଖିବା ପାଇଁ ଜୟଦ୍ରଥ ଆସିଛନ୍ତି ଏବଂ ସେ ଉଠିକି ତାଙ୍କୁ ବଧ କରିଛନ୍ତି। ସେତେବେଳେ ମଧ୍ୟ କୃଷ୍ଣ ତାକୁ କହୁଛନ୍ତି, କାହିଁକି ଏଭଳି ସଂକଳ୍ପ ନିଅ ଯାହା ତୁମର ହାତରେ, ଅନେକ ଜିନିଷ ଅଛି ତୁମ ହାତରେ ନାହିଁ। ତେଣୁ ଯେତେବେଳେ ତୁମ ହାତରେ ନାହିଁ, ତୁମର ରିଚେବିଲିଟି ଭିତରେ ନାହିଁ, ଅଯଥା ସଂକଳ୍ପ କରୁଛ କାହିଁକି? କର୍ମ କର, ଫଳ ଭଗବାନଙ୍କ ଉପରେ ଛାଡ଼ିଦିଅ। ତେଣୁ ତାକୁ ନେଇକରି ଆମେ ସେଇ ସଂକଳ୍ପକୁ ନେଇକରି ଆମେ ଆଜି ଆଲୋଚନା କରିବା। ସାମାନ୍ୟ ପ୍ରଥମେ ଆମେ ଆରମ୍ଭ କରିବା ଶ୍ରୀ ଅରବିନ୍ଦଙ୍କ ଉପରକୁ। ଶ୍ରୀ ଅରବିନ୍ଦ କହୁଛନ୍ତି ହ୍ୟୁମାନ୍ ୱିଲ୍ ଦୁଇ ପ୍ରକାର। ଆମେ ଅନେକ ପ୍ରକାର ସଂକଳ୍ପ ଦେଖିଛନ୍ତି। ହ୍ୟୁମାନ୍ ୱିଲ୍, ଡିଭାଇନ୍ ୱିଲ୍, ଗଡ୍ସ ୱିଲ୍, ସୁପ୍ରିମ୍ ୱିଲ୍, ଗୁଡ୍ ୱିଲ୍, ଫ୍ରି ୱିଲ୍, ମାଇ ୱିଲ୍, ବିଭିନ୍ନ ପ୍ରକାର ସଂକଳ୍ପ ଆମେ ଦେଖିଛନ୍ତି। ତା ଭିତରେ କହୁଛନ୍ତି ହ୍ୟୁମାନ୍ ୱିଲ୍ଟା ହେଉଛି କ'ଣ? ଯେଉଁ ମଣିଷର ମାନବୀୟ ସଂକଳ୍ପ ହେଉଛି ଗୋଟେ ମିସଲେଡ୍ ଆଣ୍ଡ ୱାଣ୍ଡରିଂ, ଠିକ୍ ଭାବରେ ନୁହେଁ। ଦିବ୍ୟ ସଂକଳ୍ପର ଇଏ ହେଉଛି ଏକ ଗୌଣ ରୂପ, ଯାହା କ'ଣ ହେଉଛନ୍ତି ପାର୍ଟେଡ୍ ଫ୍ରମ୍ ଦ ସୁପ୍ରିମ୍ ପୁଇସନ୍, ସେଇ ପରମ ଅଧଗତି, ପରମ ପବିତ୍ରଟା ଠାରୁ କ'ଣ କରିଛି ନା ବିଚ୍ଛିନ୍ନ ହେଇ ଆସିଛି। ସେ ପୁଣି କହୁଛନ୍ତି କ'ଣ, ଗୋଟେ ହେଉଛି ସୋଲ୍ର ଗୋଟେ ଏଣ୍ଟାୟାର ୱିଲ୍ ଅଛି। କ'ଣ କରିବ ନା ପରମାତ୍ମାକୁ ପ୍ରାପ୍ତି ହେବ। ତାକୁ କେହି କେବେ କୌଣସି ଜିନିଷ ଅଟକେଇ ରଖିପାରିବ ନାହିଁ। ନଥିଙ୍ଗ କ୍ୟାନ୍ ପ୍ରିଭେଲ୍, ତାକୁ ଅଟକେଇ ପାରିବ ନାହିଁ, କାରଣ ସିଏ ହେଉଛି ସୋଲ୍ର ଏଣ୍ଟାୟାର ୱିଲ୍। କିନ୍ତୁ ଆମେ ଏଇ ମନ ପ୍ରାଣ ଶରୀର ଭିତରେ ରହୁଛୁ। ସୋଲ୍କୁ ଚିହ୍ନିବା ଆମ ପାଇଁ ଅନେକ ଦୁଃଖ ହେଇଯାଉଛି, ଅନେକ କଷ୍ଟ ହେଇଯାଉଛି।
ସେତିବେଳେ ସୋଲ୍ ୱିଲ୍ ହ୍ୟୁମାନ୍ ୱିଲ୍ ଡିଭାଇନ୍ ୱିଲ୍ ତା ଜାଣି ସାରିଲା ପରେ ଆମେ ଟିକେ ଶ୍ରୀ ଅରବିନ୍ଦଙ୍କ ଭାଷାରେ ତାଙ୍କ ଡିଭାଇନ୍ ୱିଲ୍ ଟିକେ ଜାଣିବା। କେତେବେଳେ କେଉଁଟା ଡିଭାଇନ୍ ୱିଲ୍ ଭଗବାନଙ୍କର ଶକ୍ତି, ଲେଟ୍ ଦାଇ ୱିଲ୍ ବି ଡନ୍, ଆଇ ଆମ୍ ହିୟର୍ ଟୁ କ୍ୟାରି ଆଉଟ୍ ଦାଇ ୱିଲ୍, ସୁପ୍ରିମ୍ ୱିଲ୍ ପ୍ରିଭେଲ୍ ଫାଇନାଲି, ଅଲ୍ଟିମେଟଲି ଦ ଡିଭାଇନ୍ ୱିଲ୍ ଇଜ୍ ସିଓର୍ ଟୁ କଙ୍କର୍। ଆମେ ସବୁ ଜାଣିଛୁ କହୁଛୁ, କିନ୍ତୁ ସେ ବାକୃତରେ କ'ଣ କେମିତି କ'ଣ ଜାଣିବା ଏଇଟା ଡିଭାଇନ୍ ୱିଲ୍, ସୁପ୍ରିମ୍ ୱିଲ୍ କିମ୍ବା ହ୍ୟୁମାନ୍ ୱିଲ୍ ବା ପରଭର୍ଟେଡ୍ ୱିଲ୍ କେମିତି କ'ଣ, ଅସୁରର ୱିଲ୍, ଡେମୋନିକ୍ ୱିଲ୍ କେମିତି ଜାଣିବା? ତାକୁ ଶ୍ରୀ ଅରବିନ୍ଦ ଚମତ୍କାର ଭାବେ କହୁଛନ୍ତି ମାଇଣ୍ଡରେ ଯେତେବେଳେ ପ୍ୟୁରିଟି ଆସେ ଆଉ ଯେତେବେଳେ ସାଇକିକ୍ରେ ଯେତେବେଳେ ପ୍ରମିନେନ୍ସି ଆସେ ସେତେବେଳେ ଆପଣ ଜାଣିପାରିବେ କେଉଁଟା ଡିଭାଇନ୍ ୱିଲ୍ ଆଉ କେଉଁଟା ତା ଏଗେନ୍ଷ୍ଟରେ ଅଛି। ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ଯେଉଁଟା ଡିଭାଇନ୍ଙ୍କର ଇଚ୍ଛା, ଯିଏ ଭଗବାନ ଯାହାକୁ ସଂକଳ୍ପ କରିଛନ୍ତି ତାହା ନିଶ୍ଚିତ ଭାବରେ ସେ ହେଉଛି ଆମ ପାଇଁ ଭଲ। ତେଣୁ ଏଥିରେ ସଂକଳ୍ପ ନାହିଁ, ଆମର କାମ ହେଉଛି ଆମେ କର୍ତ୍ତବ୍ୟ କରିବା, କର୍ମ କରିବା, ଫଳ କେବଳ ତାଙ୍କ ହାତରେ, ଫଳର ଆଶା ନ ରଖି ତାଙ୍କରି ହାତରେ ଛାଡ଼ିଦେବା। ଯାହା ବି ଆସୁଛି ତାହା ଆମକୁ ଶାନ୍ତି, ସନ୍ମାର୍ଗ ଏବଂ ସୁନ୍ଦରତାର ବାଟ ଦେଖାଇବ। କେବଳ ଆମକୁ ଗୋଟିଏ ଜିନିଷ କରିବାକୁ ପଡ଼ିବ, ଧୈର୍ଯ୍ୟ ଧରିକି ସବୁ ଛାଡ଼ିବାକୁ ପଡ଼ିବ, କାମ୍ ହେବା ପାଇଁ ପଡ଼ିବ, ଓପନ୍ ହେବା ପାଇଁ ପଡ଼ିବ, ଦୁଃଖ ନଥିବ, ଯନ୍ତ୍ରଣା ନଥିବ, ବଦାନ୍ୟତା ନେଇକରି ଆମେ ଯେଉଁ ସୁଖରେ ଆନନ୍ଦରେ ତାଙ୍କ ସହିତ ସେଇ ବିଶ୍ୱାସର ସହିତ ଆଗକୁ ଯିବାକୁ ପଡ଼ିବ। ତେଣୁ ତାକୁ ବୁଝି ସାରିଲା ପରେ, ଦେଖି ସାରିଲା ପରେ ଆମେ ଏବେ ମାଆଙ୍କ ପାଖକୁ ଯିବା। ପ୍ରକୃତରେ ୱିଲ୍ ବୋଲିକରି ଜିନିଷ ଯେ କ'ଣ ତାକୁ ସୁନ୍ଦର ଭାବରେ ଗୋଟେ ଲାଇନ୍ରେ ମାତ୍ର 4ଟି ୱାର୍ଡ଼, 4-5ଟି ୱାର୍ଡ଼ ଭିତରେ ମା ଗୋଟେ ସୁନ୍ଦର ଚମତ୍କାର ଡେଫିନେସନ୍ ଦେଉଛନ୍ତି ୱିଲ୍ର, ଯେଉଁ ସଂକଳ୍ପର ଇଚ୍ଛା କହୁଛନ୍ତି। ପାୱାର ଅଫ୍ କନସିୟସନେସ୍ ଟର୍ନ ଟୁୱାର୍ଡସ୍ ଦ ଇଫେକ୍ଚୁଏସନ୍। ପାୱାର ଅଫ୍ କନସିୟସନେସ୍, ଚେତନାର ଶକ୍ତି ଯେଉଁଟାକି ଯାଉଛି କୁଆଡ଼େ ନା ଫଳବତୀ ହେବା ପାଇଁ ଯାଉଛି, ଇଫେକ୍ଚୁଏସନ୍ ପାଖକୁ ଆସୁଛନ୍ତି। ତାପରେ କ'ଣ କରିବ, ସେଥିପାଇଁ ଆମକୁ କ'ଣ କରିବ, ମା କହୁଛନ୍ତି 2ଟା ଶବ୍ଦ ଲେଖୁଛନ୍ତି। ପ୍ରଥମ ଲାଇନ୍ରେ ଲେଖୁଛନ୍ତି ଅନଭ୍ୟାରିଂ ୱିଲ୍, ଅପରିବର୍ତ୍ତନୀୟ, ଯିଏକି ପରିବର୍ତ୍ତନ ହେବ ନାହିଁ, ବଦଳିବ ନାହିଁ। ତେଣୁ ସେଇଭଳିଆ ଗୋଟେ ସଂକଳ୍ପ ଥିବ କ'ଣ କରିବା ପାଇଁ, ଯାହା ତୁମେ କେବେ ବି ଜାଣିନ ତାକୁ ଜାଣିବା ପାଇଁ ଚେଷ୍ଟା କରିବ। ପ୍ରକୃତିରେ ଯାହା ତୁମେ କେବେ କରିନାହଁ ତାହା କରିବାକୁ କରିବ ଚେଷ୍ଟା କରିବ। ଯାହାକୁ ତୁମେ କେବେ ପାଇନ, ଆକ୍ୱାର କରିନ, ତାକୁ ଆକ୍ୱାର କରିବା ପାଇଁ ଚେଷ୍ଟା କରିବ। ଯାହା ତୁମେ କେବେ କ'ଣ କରିବାକୁ ପଡ଼ିବ, ମାନେ କରିନାହଁ, ଜାଣିନାହଁ, ଆକ୍ୱାର କରିନ, ତେଣୁ ତାକୁ କରିବା ପାଇଁ ଚେଷ୍ଟା ହେଉଛି। ଏଇ ହେଉଛି ଅନଭ୍ୟାରିଂ ୱିଲ୍। ତେଣୁ ପ୍ରତିଦିନ ଆମେ କ'ଣ କରିବୁ, ଭାରିବୁ, ଦିନକୁ ଦିନ ୱିଲ୍ଟାକୁ ମାର୍ଜିତ କରିଯିବୁ। ସୁନାକୁ ଯେମିତି ମାଜିଲେ ସେ ଯେମିତି ଚିକ୍ ଚିକ୍ କରେ, ଠିକ୍ ସେଇଭଳିଆ ଆମ ୱିଲ୍ଟା ଯେତେବେଳେ ଷ୍ଟ୍ରଙ୍ଗ ହେଇଯାଉଥିବ, ଅନଭ୍ୟାରିଂ ହେଉଥିବ, ଜୀବନରେ ଆମେ ପାଇ ଚାଲିଥିବୁ ଏବଂ ଆମେ ଦିନେ ଦିନେ କନଫିଡେଣ୍ଟ ହେଇ ଚାଲିଥିବୁ। ତାପରେ କହୁଛନ୍ତି ସବୁଠାରୁ ବ୍ୟୁଟିଫୁଲ୍ ଥଟ୍, ମୋଷ୍ଟ ବ୍ୟୁଟିଫୁଲ୍ ଥଟ୍, ଦ୍ୟାଟ୍ ଇଜ୍ ଏ ରିଲେଟିଭ୍ ଟର୍ମ। ଆଜି ଆମେ ଯାହାକୁ କହୁଛୁ ମୋଷ୍ଟ ବ୍ୟୁଟିଫୁଲ୍, କାଲି ମଧ୍ୟ ଦେଖିବେ ସେ ବଦଳିଯିବ, ପ୍ରୋଭାଇଡେଡ୍ ଦେର୍ ଇଜ୍ ଇଲେଭେସନ୍ ଅଫ୍ କନସିୟସନେସ୍ ଇଭଲ୍ୟୁସନ୍ ଯଦି ଅଛି। ତେଣୁ ଯେତେବେଳେ ସେ କ'ଣ କରିବ, ପ୍ରୋଗ୍ରେସ୍ କରିବ ନାହିଁ ଯେତେ ପର୍ଯ୍ୟନ୍ତ ଆପଣଙ୍କ ଭିତରେ ଗୋଟେ କନଷ୍ଟାଣ୍ଟ ୱିଲ୍, ଅନଭ୍ୟାରିଂ ୱିଲ୍ ପରେ ମା କହୁଛନ୍ତି କନଷ୍ଟାଣ୍ଟ ୱିଲ୍ ବୋଲିକରି ନାହିଁ। ସିଏ କ'ଣ କରିବ, ଯେତେବେଳେ 3ଟା ଜିନିଷ ଭିତରେ ମାନିଫେଷ୍ଟ କରିବ, ଗୋଟେ ନୋବଲର ଫିଲିଙ୍ଗସ୍ ଭିତରେ, ଅନୁଭୂତି ଭିତରେ, ମୋର୍ ଏକ୍ଜାକ୍ଟ ସେନ୍ସେସନ୍ ଭିତରେ, ତୃତୀୟରେ ହେଉଛି କ'ଣ ନା ବେଟର ଆକ୍ସନ୍ ଭିତରେ ଯେତେବେଳେ ମାନିଫେଷ୍ଟ ନ କରିଛି ସେ ପର୍ଯ୍ୟନ୍ତ ଆସିବ ନାହିଁ। ପରବର୍ତ୍ତୀ ଅବସ୍ଥାରେ ମା ବୁଝେଇବାକୁ ଚାହୁଁଛନ୍ତି ଆକ୍ଚୁଆଲି ଆମେ କରିବୁ କ'ଣ, ଆମ ପାଖରେ କରିବାର ଆମର କର୍ତ୍ତବ୍ୟ କ'ଣ, ଆମେ କ'ଣ କରିବାକୁ ଏଠିକି ଆସୁଛୁ। ମା ଚମତ୍କାର ଭାବରେ ଗୋଟେ ଜିନିଷ କହୁଛନ୍ତି, ଟୁ ୱିଲ୍ ହ୍ୱାଟ୍ ଗଡ୍ ୱିଲ୍ସ। ଭଗବାନ ଯାହା ସଂକଳ୍ପ କରିଛନ୍ତି ତାଙ୍କୁ ହିଁ ଆମକୁ କେବଳ କ୍ୟାରି ଆଉଟ୍ କରିବାକୁ ପଡ଼ିବ, ତାଙ୍କରି ସଂକଳ୍ପକୁ ଆମେ କ୍ୟାରି କରିବୁ। ଯଦି ଭଗବାନଙ୍କର ସଂକଳ୍ପ ମଣିଷର ସଂକଳ୍ପ ଏକ ହେଇଯାଏ, ଯଦି ଭଗବାନଙ୍କର ଚିନ୍ତା, ଯଦି ମଣିଷ ଚିନ୍ତା ଭିତରେ ଯଦି ପ୍ରତିଭାତ ହୁଏ, ତାହେଲେ ମଣିଷ ଅଲ୍ ନୋଇଂ ଓମନିପୋଟେଣ୍ଟ ହେଇଯିବ। କିନ୍ତୁ ପ୍ରୋବ୍ଲେମ୍ ହେଉଛି କ'ଣ ନା ପ୍ରକୃତି ଦ୍ୱାରା ପରିଚାଳିତ ହେଉଛି, ହେଇପାରୁନି। ତଥାପି ମଣିଷର ଶକ୍ତିକୁ ଭଗବାନ ତାଙ୍କ ଶକ୍ତିରେ ପରିଚାଳିତ କରିବେ। ଫୋର୍ସ ଅଫ୍ ମ୍ୟାନ୍ ସାଲ୍ ବି ଡ୍ରିଭେନ୍ ବାଇ ଦ ଗଡ୍ସ ଫୋର୍ସ। ମାଇଣ୍ଡ ଅଫ୍ ମ୍ୟାନ୍, ମଣିଷର ମନ ସାଲ୍ ରିସିଭ୍ ଦ ଗଡ୍ସ ଲାଇଟ୍। ସେତିକିବେଳେ କ'ଣ ହେବ, ନେଚରର କିଙ୍ଗ ସେ ହେଇଯିବ। ବର୍ତ୍ତମାନ ନେଚର ଦ୍ୱାରା ଅନୁପ୍ରାଣିତ, ଶାସିତ ହେଉଛି, କିନ୍ତୁ ନେଚର ଉପରେ କିଙ୍ଗ ହେଇଯିବ। ଆଉ କ'ଣ ହେବ, ମିରାକିଲ୍ କରିବ, ଅନନ୍ତ କୋଟି ମିରାକିଲ୍ ତା ଭିତରୁ ବାହାରିବା ଆରମ୍ଭ କରିବ। ତେଣୁ କହୁଛନ୍ତି ଟୁ ୱିଲ୍ ହ୍ୱାଟ୍ ଗଡ୍ ୱିଲ୍ସ, ଦ୍ୟାଟ୍ ଇଜ୍ ଦ ସୁପ୍ରିମ୍ ସିକ୍ରେଟ୍। ସେଇ ହେଉଛି ସୁପ୍ରିମ୍ ସିକ୍ରେଟ୍, ହେଉଛି ଭଗବାନଙ୍କ ଯାହା ଚାହୁଁଛନ୍ତି ତାକୁ କେବଳ ଆମେ ତାର ଇନଷ୍ଟ୍ରୁମେଣ୍ଟ ହୋଇଯିବା, ସେଇଆ ହିଁ କରିବା। ତେଣୁ କହୁଛନ୍ତି ଆମେ କ'ଣ କରିବାକୁ ପଡ଼ିବ, ଆମକୁ ଏଇ ଜିନିଷ କରିବାକୁ ପଡ଼ିବ, ୱି ସୁଡ୍ ବି ଚ୍ୟାନେଲ୍ସ ଅଲୱେଜ୍ ଓପନ୍। ଆମେ ଗୋଟେ ଚ୍ୟାନେଲ୍ ହେଇଯିବା, ବିଭିନ୍ନ ଟିଭି ଚ୍ୟାନେଲ୍, ୟୁଟ୍ୟୁବ୍ ଚ୍ୟାନେଲ୍, ସବୁ ବିଭିନ୍ନ ପ୍ରକାର ନଦୀର ଚ୍ୟାନେଲ୍, ୟାକୁ ଯେମିତି ଦେଖୁଛନ୍ତି ସେମିତି ଗୋଟେ ଚ୍ୟାନେଲ୍ ସବୁବେଳେ ଖୋଲିକି ରହିବା। ଅଲୱେଜ୍, ପ୍ରଥମେ ହେଉଛି ଅଲୱେଜ୍ ଓପନ୍, ଖୋଲି ରହିବା। ଅଲୱେଜ୍ ୱାଇଡ୍, ତା ଦ୍ୱାରା କ'ଣ ହେବ, ତାଙ୍କ ଶକ୍ତି ଗୁଡ଼ାକ ଆମ ଭିତରେ ପ୍ରବଳ ବେଗରେ ପଶିବ, ଇନ୍ ଆବାଉଣ୍ଡାନ୍ସ ଇନ୍ ଟୁ ଆୱାର ମୁଡ୍, ତା ଦ୍ୱାରା ଆମର କାର୍ଯ୍ୟ କରି ପକାଇବା। ତାପରେ କହୁଛନ୍ତି କ'ଣ,
कौन केमिति आमे जीवा भगवान संकल्प को बुझा क्यारी आउट करिया गले कौन करिया पड़ो गोटे कौन करिया आमको हवा परफेक्टली ब्लांक पेज परफेक्टली ब्लांक जाइए पहुँचले कौन हम तांकर संकल्प जहाँ ताहा खोदित अनुमोदित हो जमी क्लीन स्लेट हो जाओ कीप द टेम्पल क्लीन सेमती कहते कौन कर पेज परफेक्टली ब्लांक से द्वारा कौन हम डिवाइन्स विल कैन बी इनस्क्राइब इट विदाउट एनी डिफिकल्टी और मिक्सचर खोदित हो कौन प्रोब्लेम ना आराम से खोदित होपर कहते सबुठार कौन प्रति मुहूर्त में आमर बेस्ट जहाँ आम करूँ प्रतिदिन इम्प्रूव करने को चेष्टा करवा ता द्वारा हूँ कौन रिजल्टा को डिवाइन डिसीजन उपर छाड़ीदवा किंतु ता द्वारा कौन कर आम उपर किसी भीतत्रस्त जंत्रणा द्वंद्व आसब ना शांति आसब हैप्पीनेस सुख आसब स्ट्रेंथ आसब प्रोग्रेस आसब फाइनाल परफेक्शन तेणु किसी आशा करनी कर्मेण बाधिकरेस्तु माँ फले सुख दर्शन कर्म करवा आमर अधीन फल से दिहे निर्दिष्ट समय टू इट्स ओमनिपोटेंस लिव द वर्क्स रिजल्ट छाड़ी दियो ऑल थिंग्स आल चेंज इन द गॉड्स नॉट स्पीकिंग आवर से समय आसिले से निश्चित भाव में फल पड़ो किसी व्यस्त हवा दरकार नहीं कौन करने को पड़ो बी रिमेन क्वाइट अनडिस्टर्ब्ड सोली टर्न टुवर्ड्स द डिवाइन क्वाइट शांत अविचल रुह डिस्टर्ब हुआ ना भगवान का को उन्मिलित हो जाओ आनत हो जाओ तापर जहाँ करेंगे भगवान ही करेंगे तापर कहते बी क्वाइट एंड ऑफर्शियल सब बेले अविचल शांत हो जाओ निजको कामली आ क्वाइटली भगवान के पाखे समर्पण कर दियो जहाँ अन्य गुड़ा घाटो साहा हूँ सुप्रीम विल तांको इच्छा ही केवल हम से कहते लेट दाई विल बी डन नॉट माइन भगवान तोर इच्छा ही पूर्ण हो से मोर इच्छा किसी न था ह्यूमन एक्शंस कैन बी द ओकेजन बट नॉट द कज कारण नुह सी हूँ कौन गोटे गोटे ओकेजन आणिक दिए तापर कहते गोटे सुप्रीम कन्सियसनेस अच्छी उपर जे कि कौन कर ये मानिफेस्टेशन को शासन करुँच गवर्न करुँच डिसीजन विजडम निश्चित भाव में आम ठारू बड़ ए सन्देह किसी ना हिज विजडम इज सर्टनली मोर ग्रेटर देन आवर्स तेणु आम कौन करूँ जहाँ घटुची से चिंता न करी आमको जो कम दिखाई आम ताहा ही करवा उचित लोक कम करने को जाऊँच कम कलु तू पैसा पाइलु अन्य मैंने कम कर पैसा नदेला से देखा तो दायित्व नुहे तोर कम हूँ कम करूँ तोते जब पैसा न मिल तू चिंता करूँ तू जमी कम करूँ सेमती फल पाइबू तोर भविष्य अच्छी जी ठकुची तार से ठकामीर फल पाइब किंतु वर्तमान हुए तो जीतला भाई लगुच द लॉर्ड इज ऑलवेज विक्टोरियस एंड ऑफ द डे विक्ट्री ऑफ द लॉर्ड इज अल्टीमेटली सर्टन संदेह करिबार नहीं किंतु तुम रास्तार नुहे मानवीय माने इच्छा नुहे से भगवान को इच्छा हुए द लॉर्ड ऑलवेज प्रेजेंट प्रोब्लेम हूँ आम रियलाइज करूँ अनुभव करूँ ताहा ही हूँ आमर समस्या तापर परवर्ती अवस्था आम जानिलु बर्तमान दुईटा जिनस माँ बुझेबा को चेष्टा कले स्ट्रेंथेनिंग द विल केमी आम विल केमी माने शक्तिशाली करूँ तापर कहते माँ चमत्कार भाव में कहते तुम्हें मसल्स देखीच ना हाँ से मसल्स को जमी एक्सरसाइज कर चमत्कार भाव में करुच से भाया लोकटा जमी कहला मुझे भगवान को देखा करने साधु कहते अच्छा पहाड़ उपर केमी जीवी ना से जीवा दायित्व तोर तथा मत गोटे सर्टकट रास्ता कह ना यहीपटे गोटे गुंफा अच्छी ऊपर को चली जाऊ लोकटा चलला गला बेलू गोटे बाटर पत्थर बढ़ी पत्थर को जब पेलिला 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 है दिने गला दी दिन गला मसे गला है दौड़िक आसिक पहुँचला साधु कहला कहला कि हरड़ घणारे मत पकईच ना कौन बाट देखल कहीदेल भगवान से अच्छा बाट देखल ये जावाई कि बाटर गोटे पत्थर अच्छी कौन हो ना दैट इज योर हेडाक भगवान को जीवाक पड़े तो किसी करूँ तो मुझे मसे है से ठेलुची कि है नहीं तेणु आगे छाड़देली साधु कहते किसी है नहीं नहीं देख तो तोर देखिलु तोर मसलटा देखिलु देखला बेलू एड़े बड़ मसल बाहरी पड़ी किसी ना एड़े बड़ मसक जी होगा ये चेष्टा करी जीवन जरा लगे तो केत बाट हम दैट इज व्हाट द विल व्हेयर देयर इज ए विल देयर इज ए वे फाइनली पहुँचे तेणु कौन करेंगे से कथा कहते स्ट्रेंथेन जब मुसल करने मेथडिकल एक्सरसाइज कर ठीक से ही भाया कौन कर ना तुमको लगे रहो मुना भाई तेणु कौन इनर एफर्ट तो दरकार हम कौन कर ना टू लिफ्ट योर वेट गोटे इनर एफर्ट रही यू कैन यूनाइट विथ ए ग्रेटर फोर्स एंड ट्राई मोर कॉम्प्लिकेटेड एक्सपेरिमेंट ग्राजुअली कौन कर भगवान सहित युक्त हम कम कर मोर रिजल्ट आस आरंभ कर पुणी कहते यू डू दिस रेगुलारली सब बेले कर चल एक्वायरिंग द इंडिपेंडेंस एंड वेरी स्ट्रांग विल ये दुईटा जिनस आगू आसो तार परवर्ती अवस्था रोचती हाउ टू विल ट्रूली केमती कौन करने को पड़ो माँ कहते गोटे जिनस यू मस्ट लर्न केमिति कौन ताको करने को पड़ो दैट इज द इम्पोर्टाट थिंग तेणु से मत कौन करने को पड़ो वन इज द मास ऑफ इन्फ्लुएंस मूवमेंट फोर्सेस एक्शंस रिएक्शंस किंतु से सब जिनस नॉट द बीइंग कौन कर आवर बीइंग टू बिकम ए बीइंग व्हेन आवर हाइट्स टू लिव ए विल
तेणु कहते वन बिगिन्स टू बिकम ए बिंग गोटे सत्ता हवा आरंभ करे व्हेन ही बिगिन्स टू हाव ए विल जो संकल्प करने आरंभ कर सत्ता गुड विल फॉर ऑल एंड गुड विल फ्रॉम विल ऑल दैट इज द सीक्रेट ऑफ साधना। थैंक यू। वंदे मातरम।